ନିଜର ପିତା ଦଶରଥଙ୍କର ସତ୍ୟ ରକ୍ଷା କରିବା ପାଇଁ ଭାଇ ଲକ୍ଷ୍ମଣ ଓ ଜନକ ନନ୍ଦିନୀ ସୀତାଙ୍କୁ ସଙ୍ଗରେ ନେଇ ନିବିଡ଼ ଅରଣ୍ୟ ଅଭିମୁଖେ ଯାତ୍ରା କରିବା ସମୟରେ ତାଙ୍କର ମାତା କୌଶଲ୍ୟା ହେ ଗୋବିନ୍ଦ, ହେ ଦାମୋଦର, ହେ ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ ବୋଲି କହି ବିଳାପ କରିବାକୁ ଲାଗିଲେ। ଯେତେବେଳେ ରାକ୍ଷସ ରାଜ ରାବଣ ପଞ୍ଚବଟିରେ ଜାନକୀଙ୍କୁ ଏକୁଟିଆ ଦେଖି ତାଙ୍କୁ ହରଣ କରିନେଲା, ସେତେବେଳେ ରାମଚନ୍ଦ୍ରଙ୍କ ପରି ସ୍ୱାମୀଙ୍କୁ ନ ଦେଖି ସୀତା ଦେବୀ ହା ଗୋବିନ୍ଦ, ହା ଦାମୋଦର, ହା ମାଧବ, ହେ ରାମ, ହେ ରଘୁନନ୍ଦନ, ହେ ରାଘବ ବୋଲି କହି ଉଚ୍ଚ ସ୍ୱରରେ ରୋଦନ କରିବାକୁ ଲାଗିଲେ।